ମାଇଁ ଗୋ ଓ ମୁଇଁ ବି ତମକୁ ଗୋଟେ କଥା ପଚରାନି ମତେ ହଁ ହଁ କାଣା ପଚାରିବେ? ଆଗ ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଗୋ ମାଇଁ ପଚାରୁଛି ପ୍ରଶ୍ନ ଦେବ ବୁଝାଇ ଆଗ ଦୁଇଟି ଗୋଡ଼ରେ ତିନିଟି ପିଠି ଏକାଦଶୀ ଦିନ ତୁଳସୀକୁ କାହିଁକି ଜଳ ଦିଅ ନାହିଁ ଏ କଥା କହ ବୁଝାଇ ରାଧା ମାଇଁ ଶୁଣିବେ ମା ଭଉଣୀ ଦୁଇଟି ଗୋଡ଼ରେ ତିନିଟି ପିଠି ଏକାଦଶୀ ଦିନ ତୁଳସୀଙ୍କୁ କାଟିଲେ ବି ଜଳ ନି ଚଢ଼ାଯାଇ ଏକାଦଶୀ ଦିନେ ହଁ ହଁ କାହିଁ ହେଲା ଯେ ତୁଳସୀ ବୃକ୍ଷରେ ମା ମାନେ ଜଳ ନେଇଛନ୍ତି। ପାଣି ଚଢ଼ାଉନ ସେ କଥା ଟିକେ କହ ମା କହ ତୁଳସା ଦେବୀ ଦେବୀ ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ମା କହ ତୁଳସା ଦେବୀ মা গো তুলসা দেবী অটু শ্রীকৃষ্ণ প্রাণ বল্লভী মা গো তুলসা দেবী মুখ চাহিল সন্ধ্যা কালে সন্ধ্যা দেই ওদা বস্ত্র পিন্ধি তো পাদ সেবিলে বৈকুণ্ঠর দিবা পাই চারি পাশে চারি অভিবতী সন্ধি মধ্যে বসে বসুন্ধরা চারিপাশে চারি কামর ডালন্তি রুক্মিণী সে চৌরা মাগো তুলসা দেবী অটু শ্রীকৃষ্ণ প্রাণ বল্লভী মাগো তুলসা দেবী ପିଲା ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ଭୂଷଣ ହୋଇ ତୁଳସୀ ମୂଳରେ ଲୟ ଲଗାଇଲେ ଚକ୍ର ବିଷ୍ଣୁ ପାଇଁ ସତ୍ୟ ଯୁଗେ ତୋର ସତ୍ୟବତୀ ନାମ ଯେତୟା ଯୁଗେ ମାଳତୀ ଦ୍ୱାପର ଯୁଗରେ ପୁରା କଳି ଯୁଗେ ସୁନ୍ଦରତୀ ମାଗୋ ତୁଳସା ଦେବୀ ଅଟୁ ଶ୍ରୀକୃଷ୍ଣ ପ୍ରାଣ ବଲ୍ଲଭୀ ମାଗୋ ତୁଳସା ଦେବୀ ଜଳନ୍ଧରକେ ମାରିବା ପାଇଁ ଭଗବାନ ବିଷ୍ଣୁ ଜଳନ୍ଧର ରୂପ ଧାରଣ କରି ତୁଳସୀଙ୍କୁ ରମଣା କଲେ ଜଳନ୍ଧର ମୃତ୍ୟୁ ହେଲା ପରେ ମା ତୁଳସୀ ଭୟଙ୍କର ରୂପ ଧାରଣ କଲେ ଆଉ ବିଷ୍ଣୁଙ୍କୁ ଅଭିଶାପ ଦେଲେ ତୁମର କାରଣରୁ ମୁଁ ତମକୁ ପୂଜା କରୁଛି ପ୍ରଭୁ ତୁମେ ନିଜେ ମୋର ବଂଶକୁ ବିନାଶ କରିଦେଲ ମୋର ସ୍ୱାମୀକୁ ମାରବା ପାଇଁ ମୋର ସ୍ୱାମୀଙ୍କର ଅବତାର ଧାରଣ କରି ମୋର ସଙ୍ଗେ ରମଣା କଲ ମୁଁ ତମକୁ ଅଭିଶାପ ଦେଉଛି ତୁମେ ପଥର ହେଇଯିବ
ভগবান বিষ্ণু ପଥର ହେଇଗଲେ ପଥର ସେ ହେଇଗଲେ। ପଥରଟା ଗଣ୍ଡୁକୀ ନଦୀ କୂଳରେ ପଡିଥିଲା ପଡିଥିଲା। ଆଉ ସେ ପଥରରୁ ବିଷ୍ଣୁଙ୍କର ସାଲେଗ୍ରାମଟା ବାହାରିଛି ହଁ ହଁ ବିଷ୍ଣୁ ଥିଲା ବୋଲି କୁହାଯାଇଛି ବିଷ୍ଣୁ ଥିଲା। ତ ଭଗବାନ ବିଷ୍ଣୁ କହିଲେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ମଙ୍ଗଳ କରନ୍ତି ପାଇଁ କରନ୍ତି। କି ସଂସାରକେ ମୁଇଁ ରଖ୍ମି ବୋଲିକରି ତୁମର ସଙ୍ଗେ ଚୁରାଚି କଲି ଆଉ ତୁମର ସ୍ୱାମୀ ଜଲନ୍ଧରକୁ ମୁଇଁ ମାଇଲି ହଁ ହଁ ଜମି ତମକୁ ଆଶୀର୍ବାଦ କରୁଛେ ସଦା ସର୍ବଦା ଯୁଗେ ଯୁଗେ ତୁମର ସଙ୍ଗେ ମୁଇଁ ତୁମେ ହେଇଥିବ ମତ୍ସ୍ୟମଣ୍ଡଳରେ ବୃନ୍ଦାବତୀ ଗଛ ରୂପରେ ଜନ୍ମ ହଁ ନେବ। ହଁ ଆଉ ମୁଁ ବିଷ୍ଣୁ ଥିଲା ସାଲେଗ୍ରାମ ରୂପରେ ଜନ୍ମ ହେବି ହଁ ହଁ ଯୁଗେ ଯୁଗେ ତୁମର ଏବଂ ମୋର ଆମେ ବିବାହ ହେଲା ତୁଳସୀକୁ ଦ୍ୱିତୀୟ ବିବାହ କରିଥିଲେ ପ୍ରଭୁ ନାରାୟଣ ତେଣୁ କରି ତୁଳସୀ ଜଲନ୍ଧର ମଲା ପରେ ବି ସେ ଆଉ ବିଧବା ନେଇ ହଁ ହଁ ତ ଯେନ୍ ଜାଗାରେ ତୁଳସୀ ନାଇଁ ନା ସେ ଜାଗାରେ ଭଗବାନ ବିଷ୍ଣୁ ନେଇ ନାଇଁ ନ ଆଚ୍ଛା ଏକାଦଶୀ ଦିନରେ ଆମର ହିନ୍ଦୁ ଧର୍ମ ପୁରାଣ ଅନୁସାରେ ଅନୁସାରେ ଏକାଦଶୀ ଦିନରେ ଭଗବାନ ବିଷ୍ଣୁଙ୍କର ବ୍ରତ ଉପବାସ କରାଯାଏ ହଁ ହଁ ତ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ଉପବାସ କରାଯାଇଛି ବୋଲିକରି ବୃନ୍ଦାବତୀ ଗଛରେ ଆମେ ଜଳ ଅର୍ପଣ ନେଇ କରାଯାଏ ନାଇଁ କରାଯାଏ। ବିଷ୍ଣୁ ଯେନ୍ ଜାଗାରେ ଦିଶନ୍ ସେ ଜାଗାରେ ତୁଳସୀ ମଧ୍ୟ ସେ ଜାଗାରେ ଦିଶନ୍। ତେଣୁ କରି ବିଷ୍ଣୁଙ୍କର ପୂଜା ହେତୁ ଏକାଦଶୀ ଦିନ ବୋଲିକରି ତୁଳସୀ ଗଛରେ ପାଣି ନେଇ କରାଯାଏ ଆମେ ଯଦି ମା ଭଉଣୀ ତୁଳସୀ ପୂଜା କର୍ମା ତେବେ ଏଇଟା ପାଣି କେମିତି ଗୁଟେ ଗୁଟେ ତୁଳସୀ ପୂଜା ନେଇ ହୁଏ ତୁଳସୀକୁ ସାତଟା ନିୟମ ଦରକାର ଓ ପୂଜା ଯଦି କଲା ନିୟମ ଗো ସର୍ବପ୍ରଥମେ ତୁଳସୀ ଗଛଟା ପୂର୍ବ ଦିଗରେ ଥିବା ଦରକାର ଦୁଇ ନମ୍ବରରେ ଆମେ ଯଦି ଘରକେ ଚଲମା ଘର ଚାରିଆଡେ ତୁଳସୀ ଗଛ ତିଆରି କରିବା ତିନି ନମ୍ବରରେ ଯେତେବେଳେ ଆମେ ଓଦା ବସ୍ତ୍ର ପିନ୍ଧିକରି ମାଙ୍କୁ ଜଳ ଦାନ କରସୁଁ ଆଉ ଜଳ ବି ଟିକେ ଆଣିକରି ଆମେ ମା ମାନଙ୍କ ପିଇକି ପବିତ୍ର ହେବା ବୋଲି ସେ ଭୁଲଟା ନେଇ କରିବାର କଥା ମା ତୁଳସୀ ରାଖିଯାଏ ଚାରି ନମ୍ବରରେ ସନ୍ଧ୍ୟା କାଳରେ ମାଙ୍କୁ ସନ୍ଧ୍ୟା ଦୀପଟେ ଦେଲେ ଦୀପ ଦେଲା ସମୟରେ ଦୀପର ମୁଖଟା ପୂର୍ବ ଦିଗରେ ଥିବାର କଥା 5 ନମ୍ବରରେ ଆମେ ତ ଦୀପକେ ନିଜ ଯେଉଁ ଜାଗାରେ ବି ରଖି ଦଉଛୁ କିନ୍ତୁ ଦୀପକେ ରଖିଲା ସମୟରେ ଗୋଟେ କଥା ମନେ ରଖିବେ ଦୀପଟା ତଲେ ନେଇ ରଖାଯାଏ କି ବୃନ୍ଦାବତୀ ଗଛ ଉପରେ ନାଇଁ ସେ ଜାଗାରେ ଗୋଟେ ବସ୍ତ୍ର ବିଛେଇକରି ଦୀପ ରଖବାର କଥା ତାପରେ 5 ନମ୍ବର 6 ନମ୍ବର 6 ନମ୍ବରରେ ଯେତେବେଳେ ଆମେ ଅଗରବତୀ ଜଲାମା ବୃନ୍ଦାବତୀ ଗଛରେ କରି ବୃନ୍ଦାବତୀ ଗଛରେ ଆମେ ଖୁସି ରହିଛୁ କିନ୍ତୁ ସେ ଭୁଲଟା ନେଇ କରିବାର କଥା କୌଣସି ଧୂପ ଦାନିଟା ଆଣିକରି ବୃନ୍ଦାବତୀ ଗଛ ଉପରେ ଆମେ ରଖମା 7 ନମ୍ବରରେ ଯେତେବେଳେ ସିନ୍ଦୁର ଚନ୍ଦନ ଅର୍ପଣ କର୍ମା ସୁଭଦ୍ରା ନାମରେ 50 ଟଙ୍କା ପ୍ରଦାନ କରିଛନ୍ ସର୍ବାରିଷ୍ଟ ମଙ୍ଗଳ ହଉ ବୋଲ ଆନନ୍ଦ ହବାର ସାଙ୍ଗେ ସାଙ୍ଗେ ଚଞ୍ଚଲା ବିଷୁ ନାମରେ 30 ଟଙ୍କା ପ୍ରଦାନ କରିଛନ୍ତି ମା ମଙ୍ଗଳା ମଙ୍ଗଳ କରନ୍ତୁ ଉପହାର ସଙ୍ଗେ ସଙ୍ଗେ ଆମର ଟଙ୍କା ଆଜ୍ଞା ସେ ବନ୍ଧୁ ମଧ୍ୟ 50 ଟଙ୍କା ଦେଇଛନ୍ତି ତାଙ୍କ ଗୃହରେ ଧନ ଜନ ଗୋପଲକ୍ଷ୍ମୀ ପରିପୂର୍ଣ୍ଣ ହେଉ ବୋଲ ଆନନ୍ଦ ସାଗରେ କହାର ହରି 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 ବୋଲ ତ 7 ନମ୍ବରରେ ଆମେ ଯେତେବେଳେ ସିନ୍ଦୁର ଅର୍ପଣ କର୍ମା କି କନିଷ୍ଠ ଆଙ୍ଗରେ ମାଙ୍କୁ ଅର୍ପଣ କରିକରି ଭକ୍ତି ମନରେ ନାରୀ ଟିକେ ଚାଲୁଛି ଆର ଜୀବନ ଗଳାରେ ଦେବେ ଏଇଟା ହେଲା ତୁଳସୀ ବୃକ୍ଷର ଆମର ଦୌଦୀପ ଚନ୍ଦନ ସିନ୍ଦୁର କେଉଁଠାରେ ଜନ୍ମ ହେଲା ଆମକୁ ଟିକେ ବୁଝେଇ ଦେବ ବୋଲି ବାପର ମରଣ ପୁଅର ଦଶା ଦ୍ୱାରେ କରିଛି ସନ୍ନ୍ୟାସୀ ବସା ଯେଉଁ ପୁରାଣରେ ଲିଖିତ କଥା ବୁଝାଇ ଦିଅ ବାବୁ ଏହି ବାରଟା ଶ୍ରୀମତୀ ଚମ୍ପା ବାରି ପୂଜା କମିଟି ସଭାନେତ୍ରୀ 50 ଟଙ୍କା ପ୍ରଦାନ କରିଥିଲେ ଆଚ୍ଛା କେନ୍ ବାପ ମଲା ଦିନେ ପୁଅର ଦଶା ହେଲା ଯେନ୍ ଦିନେ ପ୍ରଭୁ ରାମଚନ୍ଦ୍ର ରାବଣকে ମାରି ସେ ଦିନେ ତାର ପୁଅ ଇନ୍ଦ୍ରଜିତର ଦଶା ହେଲା ବାପ ମଲା ଦିନେ ପୁଅର ଦଶା ବାଟେ କରିছে ସନ୍ନ୍ୟାସୀ ସନ୍ନ୍ୟାସୀ କିଏ ପ୍ରଭୁ ରାମଚନ୍ଦ୍ର ସନ୍ନ୍ୟାସୀ ବେଶ ଧାରଣ କରି ଯୋଗିଛନ୍ ବାଟରେ ବାପ ମଲା ଦିନେ ପୁଅର ଦଶା ବାଟେ କରିଛି ସନ୍ନ୍ୟାସୀ ବେଶ ତାର କିଏ ଯୋଉছে ଶାଶୁ ଘର ଲବରାମ ରଣା 4 ଜଣଙ୍କୁ 50 ଟଙ୍କା ପ୍ରଦାନ କରିଛନ୍ ସର୍ବାରିଷ୍ଟ ମଙ୍ଗଳ ହଉ ବୋଲ ଆନନ୍ଦ ପବାର ହରି ବୋଲ ରାହୁଲ ପାରି ଏବଂ ଗାୟତ୍ରୀ ପାରି
दुई भाई भौणी 100 टंका प्रदान करिछन मां जगतजननी दुर्गति नाशिनी मां दुर्गा क्षेत्र आडिकर दिखान एक बार हरि बोलो तो तार धी जोचे शाशुघर तार धी रावणଙ୍କର ଝିଅ ହେଲେ ସୀତା ମନ୍ଦୋଦରୀ ଗର୍ଭରେ ଜନ୍ମ ହେଇ तार धी जोचे शाशुघर रावण के मारला परे सीता तांकर सास घर के विषय अयोध्या के तार मां कहउचे आर्गदेव सीतांकर मां हेले मन्दोदरी रावण मरला परे विभीषण से पुरुषरे विवाह करे रामायण कथा बाप मला दिने पोर दशा बाटी करके सन्यासी बसा तार धी जोचे शाशुघर आ तार मां कहउचे आर्गदेव हिया हमर कला बदनम हमर कला बदनम सिंगर मठार सिंदूर बहुत कला कला बदनम सिंगर मठार सिंदूर बहुत कला कला बदनम बाबू सिंदूर बोली जेतेबेले पानी पवन कीट पतंग जीव परम पृथ्वी रे केही नथिले एही समय धरा पृष्ठरे आदि माता जन्म है आदि मातांकर रजरु ही सिंदूरटा जात हैला जेतेबेले हमें बाहा थाई सरला परे हमर स्वामी को ठारो हमें सिंदूर धारण कर स्वामी ठारो जेतेबेले सिंदूर धारण करमा पांचटा जगह पे हमें मां माने सिंदूर लगा जाए केन जगह रे मां केतेटा नियम करबार कथा सेटा कहबो ओ सिंदूर लगाबार नियम माने सिंदूरटा पूर्व दिग के चाहे करे सिंदूर के धारण करबा इरा केतेबेले धारण करबा जाति पाति करे आसी करे पाति बता कहबा 2 नंबर रे जेतेबेले हमें गाधबा मां माने तो बाल भिजे कर गाधबा तने ई बालटा ओदा थिला समय रे सिंदूर धारण न कराय 3 नंबर रे सिंदूर कहा थारो उठारी आन बटा नहीं तीन होते या तो 4 नंबर के दिला आईना देखि कर सिंदूर धारण करमा कोनोसी पुरुष पिला जदि पजारे पिला सने रे सिंदूर धारण करबटे नहीं 5 नंबर रे जते आजकल कलिजुग रे फसन जमाना हो गला मां माने इने टिके सिंदूर धारण करे किंतु निजर स्वामी पई मांग रे जते लंबा पर्यंत मां माने सिंदूर धारण करबे जते स्वामी रो मंगल हेबे ई 5टा नियम को हमें पालन करबा କଥା एइरा केते जगह लगाबा କଥା है 5टा जगह आजकल मां माने तो पिला की लगोचन पारन फुटी रे लगोचन माटी खड़ी लगोचन किंतु शास्त्र रे कभी प्रमाण देले कि हमर 5टा अंगूठी होते पंच पांडव के समस्त ठार सुंदर पुरुष हेले नकुल कनिष्ठ आंगुर एटा हेते नकुल कनिष्ठ आंगुर हमें सिंदूर धारण करतो 5टा जगह केन जगह रे कोई आजकल मां माने सिंदूर देला समय एंता सिंदूर मांग धरुछन किंतु एंता जदि भरमा जेले ई हातर छेरा त मुहे पड़बा के छाया के छेरा छाया के जानि तो छाया हमर कार मकर नगर खान ननी नहीं दुर्गंकर पत्नी हेले छाया छायांकर पुଅ हेले शनि यदि हमर हातर छाया जदि मुहरे पड़बा शनिकर कुदृष्टि पड़ले सारा संकट विनाश हुए के सिंदूर धारण कला समय एंता नहीं करी सिंदूर धारण समय कला समय एंता देबा तो 5टा जगह कथा तो तुमको बुझे दउछि सर्वप्रथम निज स्वामी पई मांग रे तरा काना पर पति 2 नंबर रे मथारे देख तो देखो सती सती स्त्री पतिव्रता नारी 3 नंबर रे भगवान कर पूजा करे संगा पर भक्ति मन रे गला रे लगा तो देखो भक्ति 4 नंबर रे निज स्वामी कर मंगल पई संख्या रे देख तो देखो संख्या बता आ गुटे किंता 4 नंबर 5 नंबर रे जेतेले हमें वैदेश चतुर्थ वयस हिजला बेले कर्ण मंत्र गुरु पठे देले सिंदूर चंदन कर्ण रे लगा दे विख्याति अरे ही परिधान जन हो तते पुराण रते विधान एही परिधान जन हो तते पुराण रते विधान जहा जानी तिनी कहिली बुझाई जहा जानी तिनी कहिली बुझाई गीता अटे सिंदूर
ରାଜା ନାମ ଗো ମୋର ମହାରତ୍ନ ଫେରି ଯାତୁ ମତା ମୋର ମନବଦନ रायपुर में राजधानी रायपुर में राजधानी चकचाम हो गए ना पीला तर पथे मैनू बदनाम हो गए ना बाबू तर पथे मैनू बदनाम हो गए माय गो के मते घर के नहीं धन हाँ हाँ मते घर के नहीं मदन आर नंद नंदन रागे कबाट कुमाइले लाते भिटिया गला खंजा सहिते श्याम भीतर को गले आहा उठराई बोली बेली बुझ तुली नारायण नारायण हे जाई पलंक परे बसिले नारायण हे